ଆଜ୍ଞା ହଁ, ଆମର ମନ, ଏଇ ମନ ଭିତରେ କାମନା, ବାସନା, ଲୋଭ, ହିଂସା, ମୋହ, ମାୟା ସବୁ ଭରି ରହିଛି। ଆଉ ସଂକଳ୍ପ, କଳ୍ପନା, ତ୍ୟାଗ, ଦୟା, କ୍ଷମା ମଧ୍ୟ ଅଛି। ଆମର ଚେତନାକୁ ଆମେ ଯେମିତି ତିଆରି କରିବା, ଆମ ମନ ସେମିତି ହିଁ ହେବ। ଆମ ମନକୁ ଆମେ ଯଦି ଖୋଲା ଛାଡ଼ିଦେବା, ତାହେଲେ ମନ ତା'ର ଇଚ୍ଛା ଅନୁସାରେ ଯାହା ଇଚ୍ଛା କରିଯିବ। କିନ୍ତୁ ଆମେ ଯଦି ଆମର ମନକୁ ଆମର ବିବେକର ଲଗାମ ଦେଇ ପରିଚାଳିତ କରିବା, ତାହେଲେ ଆମର ମନ ବୃନ୍ଦାବନ ପାଲଟିଯିବ। ଆଉ ସେଇ ବୃନ୍ଦାବନରେ ନିତ୍ୟ ରାସ ଚାଲିବ। ତେଣୁ ମନକୁ ଚାଲନ୍ତୁ ଆମେ ବିବେକର ଲଗାମ ଦେଇ ପରିଚାଳିତ କରିବା, ମନ ଆମକୁ ପରିଚାଳିତ ନ କରୁ। ଏମିତି ହେଲେ ଏଇ ମନ ଆମକୁ ଏକ ଜୀବନରେ ଏକ ନୂତନ ମୋଡ଼ ଦେବ। ତେବେ ଚାଲନ୍ତୁ ନା ଆମେ ଆମର ବିବେକର ଲଗାମ ଦେଇ ଆମ ମନକୁ ପରିଚାଳିତ କରିବା, ଚଲେଇବା, ଯେଉଁଠି ଭଗବାନଙ୍କର ନିତ୍ୟ ଅନୁଭବ କରିହେବ। ସେହି ମନକୁ ଚାଲନ୍ତୁ ଏତେ ଶକ୍ତ କରିଦେବା ଯେ ଅନ୍ୟମାନଙ୍କ ବ୍ୟବହାରରେ ସିଏ ନିଜେ ତା'ର ଶାନ୍ତି ହରେଇ ବସିବନି, ସିଏ ଶାନ୍ତ ହୋଇ ରହିବ। କାହିଁକି ନା ବିବେକ ଚାଳିତ ମନ ସବୁବେଳେ ଶାନ୍ତ ହିଁ ଥାଏ। ଠିକ୍ କହିଲି ନା?